ଯାଜପୁର ଜିଲ୍ଲା ହଇଜା ଆକ୍ରାନ୍ତରେ ବେହାଲ ହେବା ପରେ ଏବେ ଭଦ୍ରକକୁ ବ୍ୟାପୁଛି। ଯାଜପୁର ହଇଜା ଆକ୍ରାନ୍ତରେ ସମ୍ପୂର୍ଣ୍ଣ ବେହାଲ ହେବା ପରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ଦେଖିବାକୁ ମିଳିଛି ସମାନ ସ୍ଥିତି। କିନ୍ତୁ ଏବେ 2 ଦିନ ହେବ ଧାମନଗର ବ୍ଲକର ଝାଡ଼ାବାନ୍ତିରେ 60 ଜଣ ଆକ୍ରାନ୍ତ ହୋଇ ଧାମନଗର ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଶନିବାର ଓ ରବିବାର 2 ଦିନରେ 60 ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ମେଡ଼ିକାଲରୁ ସେମାନଙ୍କୁ ସାଲାଇନ୍ ଓ ଔଷଧ ଦିଆଯାଇ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପରେ ରୋଗୀମାନଙ୍କୁ ଡିସଚାର୍ଜ କରାଯାଉଛି। ଏପର୍ଯ୍ୟନ୍ତ କେହି ମୃତାହତ ହେବାର ସୂଚନା ଆସିନାହିଁ। ଏହାସହ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ଗତ ସପ୍ତାହ ହେଲା ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ବେଳେ ଏବେ ବି ସ୍ଥିତିରେ ସୁଧାର ଆସିନାହିଁ। ବିଭିନ୍ନ ଗ୍ରାମାଞ୍ଚଳରେ ବ୍ଲିଚିଂ ପାଉଡର ଯୋଗାଇ ଦେବା ସହିତ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ ସଚେତନତା ସୃଷ୍ଟି କରୁଥିବାର ଦେଖିବାକୁ ମିଳିଥିଲା। ବକ୍ରି ଇଦ୍ ଓ ରଜ ଭଳି ଉତ୍ସବରେ ଘରେ ପିଠାପଣା ଖାଦ୍ୟ ସାଙ୍ଗକୁ ବର୍ଷା ସମୟରେ ପିଇବା ପାଣି ଦୂଷିତ ହେବା କାରଣରୁ ଧାମନଗର ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା କୁହାଯାଉଛି। ସୂଚନା ମୁତାବକ ରାଧାବଲ୍ଲଭପୁର ଗ୍ରାମପଞ୍ଚାୟତର ବନ୍ଧଟିଆ ଗ୍ରାମ ଜେନା ସାହିରେ ଗୋଟିଏ ପରିବାରର 5 ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବାର ଦେଖିବାକୁ ମିଳିଥିଲା। ଭଦ୍ରକରୁ ସୀତାକାନ୍ତ ବିଶ୍ୱାଳଙ୍କ ରିପୋର୍ଟ, କାନ୍ତିଧାରା ପ୍ଲସ୍। ନା ଗଣେଶ ବନ୍ଦଟିଆ ଆଜ୍ଞା ବନ୍ଦଟିଆ ଆମର ହାଇସ୍କୁଲ ଜେନା ସାହି। କେତେ ଦିନ ହେଲା ଆଡମିସନ ହେଲାଣି? 3 ଦିନ ହେଇଗଲା ଆଜି। କଣ ଘଟଣା ଘଟିଛି? ଏଇ ଝାଡା ବାନ୍ତି ଏମିତି ସବୁ ହଉଛି। ଟୋଟାଲ ପରିବାର ସବୁ ଆମର ଟୋଟାଲ ପରିବାର ଟୋଟାଲ ପରିବାର 5 ଜଣ। 5 ଜଣ ବି ଝାଡା ବାନ୍ତିରେ ଆକ୍ରାନ୍ତ। କେତେ ଦିନ ହେଲା ଆଡମିସନ? ଆଜି ଆଡମିସନ 3 ଦିନ ହେଇଗଲା। 3 ଦିନ ହେଲା। ବର୍ତ୍ତମାନ ଅବସ୍ଥା କେମିତି ଅଛି? ଅବସ୍ଥା ଟିକେ ଭଲ ଲାଗୁଛି। ମଝିରେ ମଝିରେ ଝାଡା ହଉଛି। କଣ ଡକ୍ଟର ମେଡିସିନ ଦେଇଛନ୍ତି, ଖାଇବାକୁ ଦେଇଛନ୍ତି? ଝାଡା ଟେବଲେଟ ଦେଇଛି, ପେଟ କାଟିବା ପାଇଁ ଦେଇଛନ୍ତି। ଆଉ ଜ୍ୱର ଫର ଯଦି ହୁଏ ସେ ଟେବଲେଟ ଦିଆହେଇଛି। ସବୁ ଚାଲିଛି କିନ୍ତୁ ଏଗୁଡା କେମିତି ମାନେ ଏଇ ଝାଡା ବାନ୍ତି ରୋଗରେ କେମିତି ପଡିଲେ? ସେଇଟା ଏଇ ଚିଙ୍ଗୁଡି ମାଛ ଆମର ରାନ୍ଧିଦେଲେ। ସେ ଚିଙ୍ଗୁଡି ମାଛ ଖାଇବାରୁ କିମ୍ବା କଣ ହବାରୁ ଏଇ ଅବସ୍ଥା ହେଇଛି। ଗାଁରେ ଖାଇବା ପିଇବା ପାଣି ପିଇବା ପାଣି କଣ ମାନେ ଟ୍ୟୁବଲ ପାଣି ନା? ଟ୍ୟୁବଲ ପାଣି। ଟ୍ୟୁବଲ ଆମର 2ଟା ଟ୍ୟୁବଲ ଅଛି। ଘର ପାଖରେ ଗୋଟେ ଟ୍ୟୁବଲ ଆଉ ଗୋଟେ ପଦାରେ ଅଛି ଗୋଟେ ଟ୍ୟୁବଲ। 2ଟା ଟ୍ୟୁବଲ ଅଛି ନା। କଣ କହିବେ ସାର୍, ମାନେ ଅଛନ୍ତି ଡାଇରିଆ ପେସେଣ୍ଟ କେତେ ଆଡମିସନ ହେଇଥିଲେ, କେତେ ଡିସଚାର୍ଜ ହେଲେ ନା କେତେ ଅଛନ୍ତି? କାଲି ସୁଦ୍ଧା ଆମର 7-8 ଜଣ ହେଇଥିଲେ ଡାଇରିଆ। ଆଉ ଆଜି ରାତିରେ କିଛି ଆଡମିସନ ହେଇଥିଲେ, ମର୍ଣ୍ଣିଂରୁ ଆଡମିସନ ହେଇଛନ୍ତି। ଟୋଟାଲ 15-16 ଭିତରେ ଅଛନ୍ତି। ସବୁ ଷ୍ଟେବୁଲ ଅଛନ୍ତି। କେତେ ଡିସଚାର୍ଜ ହେଲେଣି? ହଁ, ଯୋଉମାନେ ଭଲ ହେଇଯାଉଛନ୍ତି ଆମେ ତାଙ୍କୁ ଡିସଚାର୍ଜ କରିଦଉଛୁ। ପାଖାପାଖି 7-8 ଜଣ ଡିସଚାର୍ଜ ହେଇଛନ୍ତି। ଏକ୍ସାକ୍ଟ ଫିଗର ତ ଦେଖିବାକୁ ପଡିବ, କାଳେ ଏବେ କିଛି ଆଡମିସନ ହେଇଥିବେ। ସେଇ 7-8 ଜଣ ଅଛନ୍ତି। ଯୋଉ ଡାଇରିଆ ପାଇଁ କଣ ପଞ୍ଚାୟତ ସ୍ତରରେ କଣ ପଦକ୍ଷେପ ନେଇଛନ୍ତି ବର୍ତ୍ତମାନ? ହଁ, ପଞ୍ଚାୟତ ସ୍ତରରେ ଆମେ ବର୍ତ୍ତମାନ ICDCC କୁ ଅଧିକ ଫୋକସ କରୁଛୁ। ହ୍ୟାଣ୍ଡ ହାଇଜିନ୍, ପର୍ସନାଲ ହାଇଜିନ୍ ୟାକୁ ପ୍ରାକ୍ଟିସ କରିବା ପାଇଁ, ତା ସହିତ ପାନୀୟ ଜଳ ତାକୁ ବିଶୋଧନ କରିବା ପାଇଁ, ଏବଂ ଆମେ ଗାଁ ଲେବୁଲରେ ପ୍ରତି ଆଶା ଲେବୁଲରେ ସର୍ଭେଲାନ୍ସ ବହୁତ ଆକ୍ଟିଭ କରେଇଛୁ। ଡାଟା ଯେମିତି ମିସ୍ ନ ହୁଏ। ଆଉ ଫିଲ୍ଡ ଲେବୁଲରେ WL ଏଗୁଡ଼ା ଯାହା ରହୁଛି ତାକୁ ବିଶୋଧନ କରିବା ପାଇଁ ବ୍ଲିଚିଂ ଏବଂ ମେଡିସିନ ସବୁ ସପ୍ଲାଇ କରୁଛୁ। ଭ୍ରାମ୍ୟମାଣ ଚିକିତ୍ସା ଗାଡି ସେମାନେ RRT ରାପିଡ ରେସ୍ପନ୍ସ ଟିମ୍ ଭାବରେ ଅଛନ୍ତି। ଯଦି କୌଣସି ସ୍ଥାନରେ ଯଦି ଆମକୁ କ୍ଲଷ୍ଟରିଂ ହେଲା କି ଲାଗିଲା ଯେ ନାଇଁ କିଛି କେସ୍ ବଢୁଛି, ତାହେଲେ ସେମାନେ ସେ ଜାଗାକୁ ଯାଇକି ସେମାନେ ସାଙ୍ଗେ ସାଙ୍ଗେ ରେସ୍ପନ୍ସ କରିବେ।